ଆଜି ଆସନ୍ତୁ ଆମ୍ଭେମାନେ ରାଜାଙ୍କ ମାର୍ଗ ଶୀର୍ଷକ ଉପଦେଶ ସହିତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ବାଇବଲ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 5ରେ କହେ, ଏବଂ ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ। ଏହିପରି ଭାବରେ ପ୍ରକାଶିତ ବାକ୍ୟ ଆମ୍ଭମାନଙ୍କ ଭବିଷ୍ୟତର ବର୍ଣ୍ଣନା କରେ। ତେଣୁକରି ଆମ୍ଭେମାନେ ଯେଉଁ ମାର୍ଗରେ ଚାଲୁଅଛୁ ତାହା ହେଉଛି ରାଜାଙ୍କ ମାର୍ଗ, କୌଣସି ସାଧାରଣ ବ୍ୟକ୍ତିଙ୍କ ମାର୍ଗ ନୁହେଁ। ତେବେ ପରମେଶ୍ୱରଙ୍କ ଇଚ୍ଛା ଅନୁଯାୟୀ ରାଜାଙ୍କ ମାର୍ଗ ସମ୍ପୂର୍ଣ୍ଣ କରିବା ପାଇଁ ବିଶ୍ୱାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୂଳଦୁଆ କ'ଣ ଅଟେ? ଆଜି ଆସନ୍ତୁ ଆମ୍ଭେମାନେ ଏହି ବିଷୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଏବଂ ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା। ଗୋଟିଏ ଦିନର କଥା, ଜଣେ ରାଜା ଥିଲେ। ଆପଣା ପୁତ୍ରମାନଙ୍କୁ ସିଂହାସନ ଦେବା ପରିବର୍ତ୍ତେ ରାଜା ସବୁଠାରୁ ଜ୍ଞାନୀ ବ୍ୟକ୍ତିଙ୍କୁ ବାଛିବାକୁ ଚାହିଁଲେ, ଯିଏ ଦୟାଳୁ ଏବଂ ପ୍ରଭାବଶାଳୀ ଭାବରେ ରାଜ୍ୟ ଉପରେ ଶାସନ କରିପାରନ୍ତି। ତେଣୁକରି ରାଜା ଲୋକମାନଙ୍କୁ ଘୋଷଣା କଲେ, ବର୍ତ୍ତମାନ ମୁଁ ଲୋକମାନଙ୍କ ମଧ୍ୟରେ ପରବର୍ତ୍ତୀ ଉତ୍ତରାଧିକାରୀ ବାଛିବି। ସମସ୍ତ ଲୋକଙ୍କୁ ରାଜାଙ୍କ ମାର୍ଗରେ ଚାଲିବା ପାଇଁ ଆହ୍ୱାନ ସ୍ୱୀକାର କରିବା ଉଚିତ। ତେଣୁକରି ଲୋକମାନେ ଚିନ୍ତା କଲେ ଯେ ସେମାନଙ୍କ ସ୍ଥିତିକୁ ବଢ଼ାଇବା ପାଇଁ ଏହା ସର୍ବୋତ୍ତମ ସୁଯୋଗ ହେବ। ରାଜାଙ୍କର ପରୀକ୍ଷା ବହୁତ ସରଳ ଥିଲା। ସେ କହିଲେ, ଜଙ୍ଗଲରେ ଏକ ଗୁପ୍ତ ମହଲ ଲୁଚି ରହିଛି ଏବଂ ଯିଏ ଏହାକୁ ପାଇବ ସେ ରାଜା ହୋଇପାରିବ। ଲୋକମାନେ ପଚାରିଲେ, ଆମେ ଗୁପ୍ତ ମହଲ କିପରି ପାଇପାରିବୁ? ଏବଂ ରାଜା ସେମାନଙ୍କୁ ଖୋଜିବା ପାଇଁ ନିର୍ଦ୍ଦେଶ ଦେଲେ। ପ୍ରତ୍ୟେକ ନାଗରିକ ନିର୍ଦ୍ଦେଶଗୁଡ଼ିକର ଏକ ନକଲ ଗ୍ରହଣ କଲେ ଏବଂ ମହଲ ଖୋଜିବା ପାଇଁ ରାଜାଙ୍କ ନିର୍ଦ୍ଦେଶକୁ ପାଳନ କଲେ। ନିର୍ଦ୍ଦେଶଟି ଏହିପରି ଥିଲା, ଯଦି ଆପଣ ସିଧା ସମୁଦ୍ର କୂଳରେ ଚାଲିବେ ତେବେ ଆପଣଙ୍କୁ ଏକ ନଦୀ ଦେଖାଯିବ। ପ୍ରାୟ 10 କିଲୋମିଟର ପର୍ଯ୍ୟନ୍ତ ନଦୀର କୂଳରେ ଚାଲନ୍ତୁ ଏବଂ ଡାହାଣକୁ ବୁଲନ୍ତୁ। ସେଠାରେ ଆପଣଙ୍କୁ ଏକ ବଡ଼ ପଥର ଦେଖାଯିବ। ପଥରରୁ ବାମକୁ ବୁଲନ୍ତୁ ଏବଂ 5 କିଲୋମିଟର ଚାଲନ୍ତୁ। ଯେପରି ଆପଣ ଆଗକୁ ବଢ଼ିବା ଜାରି ରଖିବେ, ଆପଣଙ୍କୁ ଏକ ପ୍ରଶସ୍ତ ସମତଳ ଦେଖାଯିବ। ଯେତେବେଳେ ଆପଣ ସମତଳ ଅଞ୍ଚଳକୁ ଦେଖିବେ, ସେତେବେଳେ ଆପଣଙ୍କୁ 3ଟି ପାହାଡ଼ ଦେଖାଯିବ। ଶିଖର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବାମ ପାର୍ଶ୍ୱରେ ଥିବା ପାହାଡ଼ ଉପରକୁ ଚାଲନ୍ତୁ, ବାମକୁ ବୁଲନ୍ତୁ ଏବଂ 30 କିଲୋମିଟର ଦୂରରେ ଯାଆନ୍ତୁ। 30 କିଲୋମିଟର ଯାତ୍ରା କରିବା ପରେ ଆପଣଙ୍କୁ ଏକ ବଡ଼ ନଦୀ ଦେଖାଯିବ। ନଦୀକୁ ପାର ହୋଇ 60 କିଲୋମିଟର ଯାତ୍ରା କରନ୍ତୁ ଏବଂ ସେଠାରେ ଗୁପ୍ତ ମହଲ ଅଛି। ଆପଣଙ୍କ ବିଚାରରେ କେତେ ଲୋକ ସେହି ରାଜ୍ୟରେ ରାଜା ହେବେ? ସମ୍ଭବତଃ ଅନେକ ଲୋକ, ହଁ ନା? ତଥାପି କାହାକୁ ମହଲ ମିଳିଲା ନାହିଁ। ସେମାନେ ରାଜାଙ୍କ ନିର୍ଦ୍ଦେଶର ପାଳନ କଲେ, କିନ୍ତୁ ଜଣେ ବ୍ୟକ୍ତିଙ୍କ ବ୍ୟତୀତ କାହାକୁ ଗୁପ୍ତ ମହଲ ମିଳିଲା ନାହିଁ। ଶେଷରେ ସେ ରାଜା ହୋଇଗଲେ ଏବଂ ରାଜ୍ୟକୁ ଉତ୍ତରାଧିକାର ଭାବେ ପ୍ରାପ୍ତ କଲେ। ଲୋକମାନେ କହିଲେ, ଏହା ବହୁତ ଅଜବ ଅଟେ। ଆମେ ସବୁକିଛି ସେହିପରି କରିଥିଲୁ ଯେପରି ରାଜା ଲେଖିଥିଲେ। 10 କିଲୋମିଟର ଯାଅ, ତେଣୁ ଆମେ 10 କିଲୋମିଟର ଚାଲିଲୁ। ଡାହାଣକୁ ବୁଲନ୍ତୁ, ତେଣୁକରି ଆମେ ଡାହାଣକୁ ବୁଲିଲୁ। ଯେତେବେଳେ ଆମେ ବାମ ପାର୍ଶ୍ୱରେ ଥିବା ପାହାଡ଼ର ଶିଖରରେ ପହଞ୍ଚିଲୁ, ତେବେ ଆମେ ବାମକୁ ଯାଇ ନିର୍ଦ୍ଦିଷ୍ଟ ଦୂରତାକୁ ଗଲୁ। ସେମାନେ ପ୍ରତ୍ୟେକ ଦିଗକୁ ଅନୁସରଣ କଲେ। ତଥାପି କେବଳ ଜଣେ ବ୍ୟକ୍ତିଙ୍କ ବ୍ୟତୀତ କେହି ମଧ୍ୟ ମହଲ ପାଇଲେ ନାହିଁ। ତେଣୁକରି ଲୋକମାନେ ତାହାଙ୍କୁ ପଚାରିଲେ, ତୁମେ କିପରି ମହଲ ଖୋଜିପାରିଲ? ସେହି ସମୟରେ ସେହି ବ୍ୟକ୍ତି ଉତ୍ତର ଦେଲେ, ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ନିଜ ଦୃଷ୍ଟିକୋଣରେ ଦିଗଗୁଡ଼ିକୁ ଦେଖିଥିବେ। ତଥାପି ମୁଁ ସବୁକିଛି ରାଜାଙ୍କ ଦୃଷ୍ଟିକୋଣରୁ ଦେଖିଲି।
ଯେତେବେଳେ ରାଜା କହିଥିଲେ ବାମ, 생각하지 아니하고 ତେବେ ଏହା ଆମ୍ଭମାନଙ୍କର ଦୃଷ୍ଟିକୋଣରୁ ନୁହେଁ ବରଂ ରାଜାଙ୍କ ଦୃଷ୍ଟିକୋଣରୁ ବାମରେ ଥିଲା। 왕이 좌측이라고 한다면 그 좌측은 ତିନୋଟି ପାହାଡ଼ ମଧ୍ୟରେ ବାମ ପାର୍ଶ୍ୱରେ ଥିବା ଶିଖରକୁ ଯିବା ବେଳେ 왕의 시선에서 보는 좌측 ଆପଣ ହୁଏତ ଆପଣଙ୍କ ଦୃଷ୍ଟିକୋଣରୁ ବାମ ବିଷୟରେ ଭାବିଥିବେ, 나오면 좌측에 있는 봉우리에 올라가라고 କିନ୍ତୁ ମୁଁ ରାଜାଙ୍କ ଦୃଷ୍ଟିକୋଣରୁ ଚିନ୍ତା କଲି 분들은 ବାମ ଶିଖର କେଉଁଠାରେ ରହିବ। 나는 이 문제를 낸 ଏହି ଉପାୟରେ ସମସ୍ତ ନିର୍ଦ୍ଦେଶ ଅନୁସରଣ କରି ମୁଁ ମହଲକୁ ଖୋଜିଲି। 이렇게 해서 그 모든 방향을 잡고 보니 과연 ସେ ଆଗକୁ କହିଛନ୍ତି, ଆପଣ ଆପଣଙ୍କର ଦୃଷ୍ଟିକୋଣରୁ ସବୁକିଛି ନ୍ୟାୟ କଲେ ଏବଂ ଅଭିଯୋଗ କଲେ। 모든 것을 판단하고 ଆମ୍ଭେମାନେ ନିର୍ଦ୍ଦେଶନାମାର ପାଳନ କରିଛୁ, ତେବେ ଆମ୍ଭମାନଙ୍କୁ ମହଲ କାହିଁକି ମିଳିଲା ନାହିଁ? 하고 불평하지만 ଯେତେବେଳେ ମୁଁ ଏହାକୁ ରାଜାଙ୍କ ଦୃଷ୍ଟିକୋଣରୁ ଦେଖିଲି, ସେତେବେଳେ ମୋତେ ମହଲ ମିଳିଗଲା। 그 성이 나오더라. ସମସ୍ତ ଲୋକ କ'ଣ ପରମେଶ୍ୱର ଏହା ପ୍ରତିଜ୍ଞା କରନ୍ତି ନାହିଁ ଯେ ସେ ଆମ୍ଭମାନଙ୍କୁ ସ୍ୱର୍ଗରେ ରାଜପୁରୋହିତ ଯାଜକ ଭାବରେ ନିଯୁକ୍ତ କରିବେ? 하신다고 약속하지 않았습니까? ସେ କୁହନ୍ତି ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ। 것이다고 ଆମ୍ଭେମାନେ ରାଜା ହେବାର ମାର୍ଗରେ ଅଛୁ। 길을 걷고 있습니다. ତେବେ ଆମ୍ଭେମାନେ ବାଇବଲରେ ଥିବା ଶିକ୍ଷାଗୁଡ଼ିକୁ ଆମ୍ଭମାନଙ୍କ ଦୃଷ୍ଟିକୋଣରୁ ଦେଖିବା ଉଚିତ ନୁହେଁ, କିନ୍ତୁ କାହାର ଦୃଷ୍ଟିକୋଣରୁ ଦେଖିବା ଉଚିତ? 누구의 시선에서요? ଆମେ ସବୁକିଛି ପରମେଶ୍ୱରଙ୍କ ଦୃଷ୍ଟିକୋଣରୁ ଦେଖିବା ଉଚିତ। 필요가 있더라는 것입니다. ତେଣୁକରି ଯେତେବେଳେ ଆମେ ସ୍ୱର୍ଗର ଅନନ୍ତ ରାଜ୍ୟରେ ରାଜା ହେବାକୁ ଲକ୍ଷ୍ୟ ରଖିଅଛୁ, 왕노로 타는 ତେବେ କିଛି ଏପରି ଜିନିଷ ଅଛି ଯାହା କରିବାକୁ ପରମେଶ୍ୱର ଆମ୍ଭମାନଙ୍କୁ ଆଜ୍ଞା ଦେଇଅଛନ୍ତି, 우리가 때로는 କିନ୍ତୁ ବେଳେବେଳେ ଆମେ ସେଗୁଡ଼ିକରୁ ଦୂରେଇ ରହିବାକୁ ଚାହିଁଥାଉ କିମ୍ବା ସେଗୁଡ଼ିକ ଆମ୍ଭମାନଙ୍କୁ କଷ୍ଟକର ଲାଗିପାରେ। 그러나 그 ତଥାପି 어디까지나 ତାହା କେବଳ ଆମ୍ଭମାନଙ୍କର ଦୃଷ୍ଟିକୋଣ ଅଟେ। 볼때그 모든 일은 ଆମ୍ଭମାନଙ୍କର ଦୃଷ୍ଟିକୋଣରୁ ଏହା କଷ୍ଟସାଧ୍ୟ, ଅବାଞ୍ଛିତ 또 ଏବଂ ଆହ୍ୱାନପୂର୍ଣ୍ଣ ମନେ ହୋଇପାରେ। 곤란한 상황일지 모르지만 ତଥାପି ପରମେଶ୍ୱରଙ୍କ ଦୃଷ୍ଟିକୋଣରୁ କ'ଣ ସେହି ସମସ୍ତ ମାର୍ଗ ଯାହା ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି ସର୍ବଶ୍ରେଷ୍ଠ ଆଶୀର୍ବାଦ, ପ୍ରେମ ଏବଂ ଅନୁଗ୍ରହର ମାର୍ଗ ନୁହେଁ କି? 성의 길 아니겠습니까? ସମସ୍ତ ଲୋକ ଆମ୍ଭେମାନେ ଏହି ମାର୍ଗଗୁଡ଼ିକୁ କେବେ ମଧ୍ୟ ଛାଡ଼ିବା ଉଚିତ ନୁହେଁ। 이 길도 ଆମ୍ଭମାନଙ୍କର ଦୃଷ୍ଟିକୋଣରୁ ଏହି ମାର୍ଗ କଠିନ, ଆହ୍ୱାନପୂର୍ଣ୍ଣ ଏବଂ ଅତ୍ୟନ୍ତ ଯନ୍ତ୍ରଣାଦାୟକ ମନେ ହୁଏ, 곤란한 길이지. କିନ୍ତୁ ପରମେଶ୍ୱରଙ୍କ ଦୃଷ୍ଟିକୋଣରୁ ଏହା ପ୍ରେମର ମାର୍ଗ ଅଟେ। ଦୟାକରି ଏହାକୁ ଧ୍ୟାନରେ ରଖନ୍ତୁ। 명심하셔서 ଏଠାରେ ସମସ୍ତ ଲୋକ ସ୍ୱର୍ଗରାଜ୍ୟରେ ସର୍ବଦା ନିମନ୍ତେ ରାଜା ଭାବରେ ରାଜତ୍ୱ କରିବେ। ତେବେ ଆମ୍ଭମାନଙ୍କୁ ରାଜାଙ୍କ ମାର୍ଗରେ ଚାଲିବା ଉଚିତ। 왕의 길로 나아갈 수 있어야 되겠습니다. ରାଜାଙ୍କ ମାର୍ଗରେ ଚାଲିବାର ଅର୍ଥ କ'ଣ ଅଟେ? 누구의 시선으로 ଆମ୍ଭେମାନେ କାହାର ଦୃଷ୍ଟିକୋଣରୁ ସ୍ୱର୍ଗରେ ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଗୌରବମୟ ନଗର ପ୍ରାପ୍ତ କରିପାରିବା? 나타나고 ଏହା ଆମ ଦୃଷ୍ଟିକୋଣରୁ କେବେ ମଧ୍ୟ ନୁହେଁ। 절대 ଆମ୍ଭମାନଙ୍କର ଦୃଷ୍ଟିକୋଣରୁ ମାର୍ଗଟି କଠିନ ଏବଂ କଷ୍ଟସାଧ୍ୟ ଅଟେ। 우리가 보면 곤란한 ତଥାପି ପରମେଶ୍ୱରଙ୍କ ଦୃଷ୍ଟିକୋଣରୁ ସବୁକିଛି କିପରି ଦେଖାଯାଏ? 길로 이 모든 것을 바라볼 때에는 ଆମ୍ଭମାନଙ୍କୁ ଏହି ମାର୍ଗରେ ଆଜ୍ଞାକାରିତାର ସହିତ ଚାଲିବା ଉଚିତ। 다 사랑의 길이요 우리의 행복을 ଏହା ଜାଣୁଥାଇ ଯେ ଏହା ଆମ୍ଭମାନଙ୍କର ଖୁସି 길이었다는 ଏବଂ ଆଶୀର୍ବାଦ ପାଇଁ ପ୍ରେମର ମାର୍ଗ ଅଟେ। 알고 그 길을 은혜롭게 또 ଅଭିଯୋଗ କରିବା ପରିବର୍ତ୍ତେ ଆସନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ଦୃଷ୍ଟିକୋଣରୁ ବିଚାର କରିବା ଏବଂ ଚିନ୍ତା କରିବା, କାହିଁକି ପରମେଶ୍ୱର ଆମକୁ ଏହି ମାର୍ଗରେ ଚାଲିବାକୁ ଆଜ୍ଞା ଦିଅନ୍ତି। 다시 한번 ସେତେବେଳେ ଆମେ ଅନୁଭବ କରିବୁ ଯେ ସେ ଆମ୍ଭମାନଙ୍କୁ ଆଶୀର୍ବାଦ ଦେବା ପାଇଁ ଏହାକୁ ପ୍ରସ୍ତୁତ କରିଅଛନ୍ତି। 느낄 수가 있을 것입니다. ଯିଏ ଏହି ମାର୍ଗକୁ ଖୋଜନ୍ତି ସେ ରାଜାଙ୍କ ମାର୍ଗରେ ଚାଲୁଅଛି। 길을 걷는 자라고 볼 수가 있습니다. ତଥାପି ଅଧିକାଂଶ ଲୋକ ରାଜାଙ୍କ ମାର୍ଗ ଖୋଜିବାରେ ବିଫଳ ହୁଅନ୍ତି। ଏପରି ଏଥିପାଇଁ ଅଟେ କାରଣ ସେମାନେ ନିଜ ନିଜ ଦୃଷ୍ଟିକୋଣରୁ ଅଧିକ ଭରସା କରନ୍ତି। ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଦୃଷ୍ଟିକୋଣ ଉପରେ ବିଶ୍ୱାସ କରିବା ଜରୁରୀ। 땅에서 ଯେତେବେଳେ ଆମ୍ଭମାନଙ୍କ ପାଖରେ ପରମେଶ୍ୱରଙ୍କ ଦୃଷ୍ଟିକୋଣ ଥାଏ, 이라고 했던 ତେବେ ଯାହା ଆମ୍ଭେମାନେ ଦକ୍ଷିଣ ମୋଡ଼ ଭାବିଥାଉ ତାହା ବାମରେ ପରିଣତ ହୁଏ। ସେଥିପାଇଁ ପରମେଶ୍ୱର ଯିଶାୟ ଭବିଷ୍ୟଦ୍ବକ୍ତାଙ୍କ ମାଧ୍ୟମରେ କହିଥିଲେ, ମୋର ଚିନ୍ତାଧାରା ଏବଂ ତୁମର ଚିନ୍ତାଧାରା କ'ଣ ଏକ ସମାନ ନୁହେଁ। ଯଦି ଏପରି ଅଟେ ତେବେ ଆମ୍ଭମାନଙ୍କୁ କାହାର ଚିନ୍ତାଧାରାର ଅନୁସରଣ କରିବା ଉଚିତ? 이게 이제 ତାହା ରାଜାଙ୍କର ମାର୍ଗ ଅଟେ। 왕의 길로 ସିଓନର ସମସ୍ତ ସନ୍ତାନ ରାଜାଙ୍କ ମାର୍ଗ ଅନୁସରଣ କରିବା ଉଚିତ, 다 온전히 ଯଦ୍ୱାରା ଆମେ ବୁଝିପାରିବା ଯେ କାହିଁକି ବାଇବଲ କହିଥାଏ ଶୁଣିବା ବଳିଦାନ ଅପେକ୍ଷା ଉତ୍ତମ ଅଟେ। 올바르게
ଏବଂ ପିତା ଓ ମାତାଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱର୍ଗର ଅନନ୍ତ ରାଜ୍ୟରେ ପ୍ରବେଶ କରିପାରିବା। 수 있는 우리 모두가 되 ଆଜି ରାଜାଙ୍କ ମାର୍ଗରେ ଚାଲିବା ପାଇଁ ଆସନ୍ତୁ ଆମ୍ଭେମାନେ ଜିସାୟ ଅଧ୍ୟାୟ 55 ଖୋଲିବା। 장을 먼저 ଆସନ୍ତୁ ପଦ 6 ଦେଖିବା। 6절의 가르침을 함께 보겠습니다. ଯେ ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳୁଅଛି ସେ ପର୍ଯ୍ୟନ୍ତ ତୁମେମାନେ ତାହାଙ୍କର ଅନ୍ୱେଷଣ କର। ଯେ ପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି ସେ ପର୍ଯ୍ୟନ୍ତ ତାହାଙ୍କର ପ୍ରାର୍ଥନା କର। 가까이 계신 ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ। 그 생각을 버리고 ପୁଣି ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ। ଆଉ ସେ ଆମ୍ଭମାନଙ୍କର ପରମେଶ୍ୱର ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ। 용서하시 ଆସନ୍ତୁ ଜିସାୟ ଅଧ୍ୟାୟ 55 ପଦ 8 ଦେଖିବା। ଯେହେତୁ ସଦାପ୍ରଭୁ କହନ୍ତି ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଏ ବା ତୁମ୍ଭମାନଙ୍କର ମାର୍ଗ ସକଳ ଆମ୍ଭର ମାର୍ଗ ପରି ନୁହେଁ, ସେମାନେ ଅଲଗା। 다르더라고 했습니다. ଆମ୍ଭମାନଙ୍କର ଦୃଷ୍ଟିକୋଣ ଏବଂ ପରମେଶ୍ୱରଙ୍କ ଦୃଷ୍ଟିକୋଣ ଯିଏକି ମାର୍ଗ ପ୍ରସ୍ତୁତ କଲେ ଭିନ୍ନ ଅଟେ। 전부가 다를 수밖에 ପରମେଶ୍ୱର ଆମ୍ଭମାନଙ୍କ ସୁଖ ପାଇଁ ଏହି ମାର୍ଗ ପ୍ରସ୍ତୁତ କଲେ, କିନ୍ତୁ ଆମେ ଚିନ୍ତା କରିଥାଉ ଏହି ମାର୍ଗ କାହିଁକି ଏତେ କଷ୍ଟକର। 일이 왜 이렇게 고단한가? 왜 이렇게 힘든가? ମରୁଭୂମିରେ 40 ବର୍ଷର ଯାତ୍ରା ବିଷୟରେ ବିଚାର କରନ୍ତୁ। ସେଠାରେ ଖାଦ୍ୟ କିମ୍ବା ଜଳ ନଥିଲା। 물도 없죠. ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ଜଙ୍ଗଲରେ ଚାଲିବାକୁ ଦେଲେ, 하지 않는 ଯେଉଁଠାରେ ସେମାନଙ୍କୁ ଖୁସି ଦେବା ପରି ଅନେକ ବିଷୟ ନଥିଲା। 길을 그 이스라엘 백성들로 하여금 ତଥାପି ଯେତେବେଳେ ଆମ୍ଭମାନଙ୍କ ପାଖରେ ପରମେଶ୍ୱରଙ୍କ ଦୃଷ୍ଟିକୋଣ ଥାଏ, ତେବେ ଆମେ ଜାଣିପାରିବା ଯେ ଏହି ମାର୍ଗ ଇସ୍ରାଏଲ ପାଇଁ ଉଦ୍ଦିଷ୍ଟ ଥିଲା। 정말 이스라엘을 위한 ଯଦି ମରୁଭୂମି ପରିବର୍ତ୍ତେ ଏହା ଏକ ଉର୍ବର ଭୂମି ହୋଇଥାନ୍ତା 만약에 그것이 ଏବଂ ତାହା ରହିବା ପାଇଁ ସର୍ବୋତ୍ତମ ସ୍ଥାନ ହୋଇଥାନ୍ତା, 수많은 ତେବେ ସେଠାର ବାସିନ୍ଦାମାନେ ଇସ୍ରାଏଲୀୟମାନଙ୍କୁ ସେମାନଙ୍କ ଦେଶ ଦେଇ ଯିବାକୁ ଦେଇନଥାନ୍ତେ। 그땅 ହଁ ନା? 이스라엘 백성들이 ପ୍ରତ୍ୟେକ ଦିନ ଲୋକମାନଙ୍କୁ 40 ବର୍ଷ ପର୍ଯ୍ୟନ୍ତ ନିବାସୀମାନଙ୍କ ବିରୁଦ୍ଧରେ ଲଢ଼ିବାକୁ ପଡ଼ିଥାନ୍ତା। 백성들은 매일같이 자고 일어나면 전쟁을 치르면서 ତଥାପି ଯେହେତୁ ଏହା ଏକ ଏପରି ମାର୍ଗ ଥିଲା ଯାହାକୁ କେହି ମଧ୍ୟ ଚାହୁଁନଥିଲେ, ତେବେ କ'ଣ ଇସ୍ରାଏଲୀୟମାନଙ୍କ ପାଇଁ ଜଙ୍ଗଲରେ ଚାଲିବା ସମ୍ଭବ ନଥିଲା କି? 이스라엘 백성들은 그 광 ଯେତେବେଳେ ଆମ୍ଭମାନଙ୍କ ପାଖରେ ପରମେଶ୍ୱରଙ୍କ ଦୃଷ୍ଟିକୋଣ ଥାଏ, ତେବେ ଆମେ ସ୍ୱର୍ଗ ରାଜ୍ୟରେ ଗୌରବମୟ ନଗର ପ୍ରାପ୍ତ କରିପାରିବା। 우리는 영원한 ଏହି ସମସ୍ତ ଶିକ୍ଷା ମାଧ୍ୟମରେ ଆମ୍ଭେମାନେ ସର୍ବଦା ଏହା ସ୍ୱୀକାର କରିବା ଉଚିତ, ପରମେଶ୍ୱରଙ୍କ ବାକ୍ୟ ସଠିକ୍ ଅଟେ ଏବଂ ଯେଉଁଠାରେ ମଧ୍ୟ ମେଷଶାବକ ଆମ୍ଭମାନଙ୍କୁ ନେଇଯାଆନ୍ତି, 복 많이 받으려면 ଆମ୍ଭମାନଙ୍କୁ ତାହାଙ୍କ ଅନୁସରଣ କରିବା ଉଚିତ, ଯଦ୍ୱାରା ଆମ୍ଭେମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରିପାରିବା ଏବଂ ଅନେକ ଆଶୀର୍ବାଦ ପ୍ରାପ୍ତ କରିପାରିବା। 다 돼야 되겠죠? ଆସନ୍ତୁ ଆମ୍ଭେମାନେ ଦ୍ୱିତୀୟ ବିବରଣ ଅଧ୍ୟାୟ 8କୁ ଯିବା। 열어봅시다. ଅଧ୍ୟାୟ 8 ପଦ 1। ଆଜି ମୁଁ ତୁମ୍ଭକୁ ଯେ ସମସ୍ତ ଆଜ୍ଞା ଦେଉଅଛି ତାହା ସବୁ ତୁମେମାନେ ମନୋଯୋଗ କରି ପାଳନ କରିବ, ତହିଁରେ ତୁମେମାନେ ବଞ୍ଚିବ ଓ ବର୍ଦ୍ଧିଷ୍ଣୁ ହେବ। ଆଉ ସଦାପ୍ରଭୁ ଯେଉଁ ଦେଶ ବିଷୟରେ ତୁମ୍ଭମାନଙ୍କ ପୂର୍ବପୁରୁଷ ଗଣ ନିକଟରେ ଶପଥ କରିଅଛନ୍ତି, ସେହି ଦେଶରେ ପ୍ରବେଶ କରି ତାହା ଅଧିକାର କରିବ। 내 하나님 ପୁଣି ତୁମ୍ଭେ ତାହାଙ୍କୁ ଆଜ୍ଞା ପାଳନ କରିବ କି ନାହିଁ ଏ ବିଷୟରେ ତୁମ୍ଭର ପରୀକ୍ଷା ନେବା ପାଇଁ 그렇게 하신 것을 ଓ ତୁମ୍ଭର ମାନସ ଜାଣିବା ପାଇଁ ଓ ତୁମ୍ଭକୁ ନମ୍ର କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି 40 ବର୍ଷ ପ୍ରାନ୍ତର ମଧ୍ୟରେ ତୁମ୍ଭକୁ ଯେ ସକଳ ପଥରେ ଗମନ କରାଇଅଛନ୍ତି ତାହା ସ୍ମରଣ କର। 알려 하심이라 하고 했습니다. ଜଙ୍ଗଲରେ 40 ବର୍ଷ ପର୍ଯ୍ୟନ୍ତ ପରମେଶ୍ୱର ସେମାନଙ୍କର ମନକୁ ପରୀକ୍ଷା କଲେ। 매일같이 시험 ଅନ୍ୟ ଅର୍ଥରେ ପରମେଶ୍ୱର ସେମାନଙ୍କ ବିଶ୍ୱାସକୁ ଯାଞ୍ଚ କଲେ। 하나님께서 점검 ପରମେଶ୍ୱର ସେହି ଲୋକମାନଙ୍କୁ ପ୍ରକୃତ ବିଶ୍ୱାସ ଥିବା ତାହାଙ୍କ ଲୋକ ଭାବରେ ଗ୍ରହଣ କରନ୍ତି, ଯେଉଁମାନେ କୁହନ୍ତି ପରମେଶ୍ୱରଙ୍କ ବାକ୍ୟ ସର୍ବଦା ଠିକ୍ ହୋଇଥାଏ। ହଁ ନା? 알겠습니까? ତଥାପି ଯେଉଁମାନେ ସେମାନଙ୍କର ଦୃଷ୍ଟିକୋଣରୁ ଚାହିଁଲେ, ସେମାନେ ଚିନ୍ତା କଲେ ସେଠାରେ ଜଳ କିମ୍ବା ଖାଦ୍ୟ କାହିଁକି ନାହିଁ, କାହିଁକି ଛାଇର ଗୋଟିଏ ବି ସ୍ଥାନ ନାହିଁ, କେବଳ ପ୍ରଜ୍ୱଳିତ ସୂର୍ଯ୍ୟ ଅଛି। ଏହିପରି ଭାବରେ ସେମାନେ ଯନ୍ତ୍ରଣା ଭୋଗିଲେ। କିନ୍ତୁ ଯଦି ସେମାନେ ପରମେଶ୍ୱରଙ୍କ ଦୃଷ୍ଟିକୋଣରୁ ଦେଖିଥାନ୍ତେ ଏବଂ ପଚାରିଥାନ୍ତେ, 왜 하나님 ପରମେଶ୍ୱର କାହିଁକି ଆମ୍ଭମାନଙ୍କୁ ଏହି ମାର୍ଗରେ ନିଅନ୍ତି, 정확히 ତେବେ କ'ଣ ସେମାନେ ଏହା ଜାଣିପାରିନଥାନ୍ତେ ଯେ ପରମେଶ୍ୱର ସେମାନଙ୍କୁ ବହୁତ ପ୍ରେମ କରନ୍ତି? ସେଥିପାଇଁ ପରମେଶ୍ୱର କୁହନ୍ତି, ମୋହର ଚିନ୍ତାଧାରା ଏବଂ ତୁମର ଚିନ୍ତାଧାରା ସମାନ ନୁହେଁ। 알고 내 길은 ଆସନ୍ତୁ ଜିସାୟ ଅଧ୍ୟାୟ 55 ପଦ 9କୁ ଦେଖି ଜାଣିବା ଯେ ଏଥିରେ କେତେ ପାର୍ଥକ୍ୟ ଅଛି। କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେପରି ଉଚ୍ଚ, ସେହିପରି ଆମ୍ଭର ମାର୍ଗ ସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କର ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ। ଯେହେତୁ ଯେପରି ବୃଷ୍ଟି ଓ ହିମ ଆକାଶରୁ ତଳକୁ ଆସେ ଓ ସେଠାକୁ ଫେରିଯାଏ ନାହିଁ, ମାତ୍ର ଭୂମିକି ସନ୍ତରା କରେ, ପୁଣି ଫଳବତୀ ଓ ତୃଣାଦି ଉତ୍ପନ୍ନ କରି ବପନକାରୀକି ବୀଜ ଓ ଭୋଜନକାରୀକି ଭକ୍ଷ୍ୟ ଦିଏ, 자에게 ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେହିପରି ହେବ। ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ,
ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ ତାହା ସିଦ୍ଧ କରିବ ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ ତହିଁରେ କୃତାର୍ଥ ହେବ। 왕이 만들어준 କାହାଣୀରେ ଯଦିଓ ଲୋକମାନେ ନିର୍ଦ୍ଦେଶ ଅନୁସରଣ କରିଥିଲେ ତଥାପି ସେମାନେ ମହଲ ଖୋଜି ପାରିଲେ ନାହିଁ। 그 성을 찾지 못했던 ରାଜାଙ୍କ ଦୃଷ୍ଟିକୋଣରୁ ସବୁ କିଛି ଦେଖିବା ପାଇଁ ସେମାନଙ୍କଠାରେ ବୁଝାମଣାର ଅଭାବ ଥିଲା। 안목이 없었습니다. ଯେହେତୁ ରାଜା ଏହା ଜାଣିଥିଲେ ତେଣୁକରି ସେ ଏପରି ଜଣେ ବ୍ୟକ୍ତିଙ୍କୁ ଖୋଜୁଥିଲେ ଯିଏ ସବୁକିଛି ତାହାଙ୍କ ଦୃଷ୍ଟିକୋଣରୁ ଦେଖନ୍ତି। 백성 중에 필요했던 것입니다. 하나님 ଯେଉଁମାନଙ୍କର ଏହି ପ୍ରକାରର ଦୃଷ୍ଟିକୋଣ ଅଛି ପରମେଶ୍ୱର କ'ଣ କରନ୍ତି? 나라에 ସେ ସେମାନଙ୍କୁ ସ୍ୱର୍ଗରେ ରାଜପୁରୋହିତ ଯାଜକ କରନ୍ତି। ପରମେଶ୍ୱର କହିଛନ୍ତି ଯେ ସେମାନେ ସଦାସର୍ବଦା ତାହାର ଅଧିକାରୀ ହେବେ। 이 영광에 ଏହି ଗୌରବମୟ ସ୍ଥିତିରେ ଠିଆ ହେବା ପାଇଁ ଆମ୍ଭମାନଙ୍କୁ ମଧ୍ୟ ପରମେଶ୍ୱରଙ୍କ ଦୃଷ୍ଟିକୋଣ ରଖିବା ଆବଶ୍ୟକ। ଆମ୍ଭମାନଙ୍କୁ ଏହା ଉପରେ ଜୋର ଦେବା ଉଚିତ ନୁହେଁ ଯେ କେବଳ ଆମ୍ଭମାନଙ୍କର ଚିନ୍ତାଧାରା ସଠିକ୍ ଅଟେ। 이건 틀림없이 କ'ଣ ଗାଇଡ୍ ପୁସ୍ତକରେ ଏହା ସ୍ପଷ୍ଟ ଭାବରେ ଲେଖା ନାହିଁ କି ଡାହାଣକୁ ଯାଆନ୍ତୁ, 그렇다면 10 କିଲୋମିଟର ଯାଇ ଡାହାଣକୁ ବୁଲନ୍ତୁ? 돌라고 କ'ଣ ଆମେ ଏହିପରି କଲୁ ନାହିଁ କି? 해야 되지 않겠습니까? ଅନେକ ଲୋକ ନିର୍ଦ୍ଦେଶଗୁଡ଼ିକର ପାଳନ କଲେ ତଥାପି ସେମାନେ ମହଲ ଖୋଜି ପାଇଲେ ନାହିଁ। 을 찾지 못했습니다. ଏପରି ଏଥିପାଇଁ ଥିଲା କାରଣ ଦୃଷ୍ଟିକୋଣ ଭିନ୍ନ ଥିଲା। 시선이 달랐습니다. ରାଜା ସମସ୍ତ ଲୋକଙ୍କୁ ସମସ୍ତ ନିର୍ଦ୍ଦେଶନାମା ଦେଇଥିଲେ। 정확하게 모든 지침서를 ତଥାପି 주었습니다. ଯେଉଁମାନେ ସେମାନଙ୍କ ଦୃଷ୍ଟିକୋଣରୁ ତାହାଙ୍କର ଦକ୍ଷିଣ ପାର୍ଶ୍ୱରେ ଥିଲା ତାହା ରାଜାଙ୍କ ଦୃଷ୍ଟିକୋଣରୁ ସେମାନଙ୍କର ବାମ ପାର୍ଶ୍ୱରେ ଥିଲା। 바라보는 왕의 입장에서 우측은 내 입장에서는 좌측. ସେମାନେ ଏହା ଜାଣିନଥିଲେ କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେପରି ଉଚ୍ଚ ସେହିପରି ଆମ୍ଭର ମାର୍ଗ ସକଳ 내 생각은 ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ। 큰 차이가 ଯେତେବେଳେ ଆମ୍ଭେମାନେ ଏହି ବାକ୍ୟଗୁଡ଼ିକୁ ପୁଣି ଥରେ ଆମ୍ଭମାନଙ୍କ ହୃଦୟରେ ଖୋଦିତ କରିବା 우리가 다시 한번 ତେବେ ଆଜି ଆମ୍ଭମାନଙ୍କୁ କ'ଣ କରିବା ଉଚିତ? 오늘날 우리가 해야 할 일들이 과연 ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଯେ ଆମ୍ଭମାନଙ୍କୁ ବିଶ୍ୱାସ କରିବା ଉଚିତ ଏବଂ ସେ ଆମ୍ଭମାନଙ୍କୁ ଯେଉଁଠାରେ ମଧ୍ୟ ନେଇଯାଆନ୍ତି ଆମ୍ଭେମାନେ ତାହାଙ୍କର ଅନୁସରଣ କରିବା। କ'ଣ ଏହା ରାଜାଙ୍କର ମାର୍ଗ ନୁହେଁ କି? 우리 계속해서 ଆସନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ଜାରି ରଖିବା। ଲୁକ୍ ଅଧ୍ୟାୟ 22। ଆସନ୍ତୁ ଲୁକ୍ ଅଧ୍ୟାୟ 22 ପଦ 42 ଉପରେ ଏକ ନଜର ପକାଇବା। ଲୁକ୍ ଅଧ୍ୟାୟ 22 ପଦ 42ରେ ଯୀଶୁ କହିଲେ, 2절의 말씀 보시면 가라사대 ହେ ପିତା, ଯଦି ତୁମ୍ଭର ଇଚ୍ଛା ଥାଏ 아버지의 뜻이 ତେବେ ଏହି ପାନପାତ୍ର ମୋ ଠାରୁ ଦୂର କର, 옮기시오. ତଥାପି ମୋହର ଇଚ୍ଛା ନୁହେଁ ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ। 원대로 마옵시고 아버지의 원대로 되기를 원하는 ଯୀଶୁ ଏହି ସମସ୍ତ ଶିକ୍ଷାଗୁଡ଼ିକୁ ଆମ୍ଭମାନଙ୍କ ପାଇଁ କାହିଁକି ଛାଡ଼ିଲେ? ଯେଉଁମାନେ ଆଜି ଜୀବିତ ଅଛନ୍ତି 왜 오늘날 ସେ ଆମ୍ଭମାନଙ୍କୁ ରାଜାଙ୍କ ମାର୍ଗରେ ଚାଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। 지금 왕의 그 길을 걸으라. ଖ୍ରୀଷ୍ଟ ଯିଏ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ଅଟନ୍ତି କହିଲେ, ତଥାପି ମୋହର ଇଚ୍ଛା ନୁହେଁ ମାତ୍ର ତୁମ୍ଭର ଇଚ୍ଛା ପୂରଣ ହେଉ। 대로 하기를 원하나이다. ସେ ଏହି ଶିକ୍ଷା କାହା ପାଇଁ ଛାଡ଼ିଥିଲେ? 그래서 이 가르침을 남겼습니까? କ'ଣ ଏହା ସେହି ସ୍ୱର୍ଗୀୟ ଲୋକମାନଙ୍କ ପାଇଁ ନୁହେଁ କି ଯେଉଁମାନେ ଏହି ଯୁଗରେ ବାସ କରୁଅଛନ୍ତି? 그를 위해서 남기신 내용이 아니겠습니까? ତାହାଙ୍କର ଇଚ୍ଛା ଥିଲା ଯେ ମୁଁ ପରମେଶ୍ୱରଙ୍କ ଦୃଷ୍ଟିକୋଣରୁ ସବୁକିଛି ପୂରଣ କରିବାକୁ ଇଚ୍ଛା କରେ, ନିଜର ଦୃଷ୍ଟିକୋଣରୁ ନୁହେଁ। ମୁଁ ଏହି ସ୍ଥାନରୁ ଦୂରେଇ ରହିବାକୁ ଚାହୁଁଛି 이 자리를 ଏବଂ ଏହି ପରିସ୍ଥିତିରୁ ମୁକ୍ତି ପାଇବାକୁ ଚାହୁଁଛି। 벗어나고 싶습니다. ତଥାପି ମୋହର ଇଚ୍ଛା ନୁହେଁ କିନ୍ତୁ ତୁମ୍ଭର ଇଚ୍ଛା ପୂରଣ ହେଉ। 아버지의 뜻대로 되기를 ଏହା ହେଉଛି ରାଜାଙ୍କର ମାର୍ଗ। ରାଜାଙ୍କ ମାର୍ଗ ଅତ୍ୟନ୍ତ ଚମତ୍କାର ନୁହେଁ କି? 왕의 길입니다. ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ଅଦ୍ଭୁତ କାର୍ଯ୍ୟ କରିପାରିବେ ନାହିଁ। 이 멋있는 이 ପରମେଶ୍ୱର ଆମ୍ଭମାନଙ୍କୁ ସ୍ୱର୍ଗରେ ରାଜପୁରୋହିତ ଯାଜକ କରିବାକୁ ପ୍ରତିଜ୍ଞା କରିଅଛନ୍ତି। ତେଣୁକରି ଆମ୍ଭମାନଙ୍କୁ ଏହି ମାର୍ଗରୁ ବିମୁଖ ହେବା ଉଚିତ ନୁହେଁ। ଏହି ମାର୍ଗରେ ଚାଲିବା ବେଳେ ଆମେ ଏକ କୃଶ, ଏକ ଘାଟି ଏବଂ ଏପରିକି ଏମିତି ପରିସ୍ଥିତିର ସାମ୍ନା କରିପାରିବା ଯାହା ଆମ୍ଭେମାନେ କେବେ ଚାହିଁନଥିଲୁ। 원치 않는 어떤 상황도 ତଥାପି ଯେତେବେଳେ ଆମ୍ଭେମାନେ ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ ଭାବରେ ଏହି ମାର୍ଗରେ ଚାଲିଥାଉ 온전히 ତେବେ ପରମେଶ୍ୱର ଆମ୍ଭମାନଙ୍କୁ ପ୍ରକାଶ କରନ୍ତି ଯେ କେବଳ ସେହିମାନେ ଏହି ମାର୍ଗରେ ଚାଲିପାରିବେ ଯେଉଁମାନେ ରାଜା ହେବେ। 왕이 될 사람들만 걸어갈 수 있는 길이다. ସେହି ମାର୍ଗ ହେଉଛି ରାଜାଙ୍କ ମାର୍ଗ। 알려주십니다. ସମସ୍ତ ଲୋକ ଆମ୍ଭେମାନେ ଏହି ମାର୍ଗରେ ଚାଲୁଅଛୁ। ଯେପର୍ଯ୍ୟନ୍ତ ଆମେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିନାହୁଁ 여러분들과 저는 ସେ ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଏହି ମାର୍ଗରେ କେବେ ହାର ମାନିବା ଉଚିତ ନୁହେଁ। 가지 이 길을 ଯୀଶୁଙ୍କ ଶିକ୍ଷାରେ ମଧ୍ୟ ସେହିଭଳି ଶିକ୍ଷାଗୁଡ଼ିକ ଦେଖିବାକୁ ମିଳେ। 도달할 수 있는 ଆହୁରି ମଧ୍ୟ ଭବିଷ୍ୟତ ବକ୍ତା ଯିଶାୟଙ୍କ ଶିକ୍ଷାରେ ଆମେ ପରମେଶ୍ୱରଙ୍କ ଇଚ୍ଛା ପାଇପାରିବା। 가르침이 있었고
ସଦାପ୍ରଭୁ କହନ୍ତି ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଓ ବା ତୁମ୍ଭମାନଙ୍କର ମାର୍ଗ ସକଳ ଆମ୍ଭର ମାର୍ଗ ପରି ନୁହେଁ। 이 생각과 다르다. କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେପରି ଉଚ୍ଚ, ସେପରି ଆମ୍ଭର ମାର୍ଗ ସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ। ତେବେ ସ୍ୱାଭାବିକ ଭାବରେ ଆମ୍ଭମାନଙ୍କ ପାଖରେ କାହାର ଦୃଷ୍ଟିକୋଣ ରହିବା ଉଚିତ? 가져야 되겠습니다. ଆମ୍ଭମାନଙ୍କ ପାଖରେ ପରମେଶ୍ୱରଙ୍କ ଦୃଷ୍ଟିକୋଣ ରହିବା ଉଚିତ। ଆମେ ବର୍ତ୍ତମାନ ଯେଉଁ ମାର୍ଗରେ ଚାଲୁଅଛୁ ଏବଂ ଭବିଷ୍ୟତରେ ଆମକୁ ଯିବାକୁ ଥିବା ମାର୍ଗରେ ଚାଲିବା ବେଳେ ଆମକୁ ସର୍ବଦା ପରମେଶ୍ୱରଙ୍କ ଦୃଷ୍ଟିକୋଣ ଆପଣାଇବା ଉଚିତ। ଆସନ୍ତୁ ଆମ୍ଭେମାନେ କୌଣସି ମୁହୂର୍ତ୍ତରେ ସଂକୋଚ କରିବା ନାହିଁ। 하지 않는 우리 모두가 됩시다. ଆସନ୍ତୁ ଆମ୍ଭେମାନେ ଯାତ୍ରା ପୁସ୍ତକ ଅଧ୍ୟାୟ 14 ଉପରେ ଏକ ନଜର ପକାଇବା। ଆଜି ଆସନ୍ତୁ ଆମ୍ଭେମାନେ ବାଇବଲ ମାଧ୍ୟମରେ ନିଶ୍ଚିତ କରିବା ଯେ ରାଜାଙ୍କ ମାର୍ଗ କିପରି ଅଟେ। 구나 하는 것을 ଯାତ୍ରା ପୁସ୍ତକ ଅଧ୍ୟାୟ 14। 하나하나 확인해 보겠습니다. ଆସନ୍ତୁ ଆମ୍ଭେମାନେ ଯାତ୍ରା ପୁସ୍ତକ ଅଧ୍ୟାୟ 14 ପଦ 15 ଉପରେ ଏକ ନଜର ପକାଇବା। 출애굽기 14장 15절 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆମ୍ଭକୁ କାହିଁକି ଡାକୁଅଛ? ଇସ୍ରାଏଲ ସନ୍ତାନଗଣକୁ କୁହ, ସେମାନେ ଅଗ୍ରସର ହେଉନ୍ତୁ। 이스라엘 ପୁଣି ତୁମ୍ଭେ ଆପଣା ଯଷ୍ଟି ଉଠାଅ ଓ ସମୁଦ୍ର ଉପରେ ହସ୍ତ ବିସ୍ତାର କରି ତାହା ଦୁଇ ଭାଗ କର। ତହିଁରେ ଇସ୍ରାଏଲ ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ପ୍ରବେଶ କରିବେ। 이스라엘 자손이 바다 가운데 ଇସ୍ରାଏଲୀୟମାନଙ୍କ ସମ୍ମୁଖରେ ଜୀବନ ଓ ମୃତ୍ୟୁର ଏକ ମୁହୂର୍ତ୍ତ ଥିଲା, 뒤에는 애국 군대 କାରଣ ସେମାନଙ୍କ ପଛରେ ମିଶର ସୈନ୍ୟବାହିନୀ ଥିଲେ ଏବଂ ସୁଫ ସମୁଦ୍ର ସେମାନଙ୍କ ମାର୍ଗ ଅବରୋଧ କରୁଥିଲା। 순간을 맞이했던 ଏହା 3500 ବର୍ଷ ପୂର୍ବେ ଘଟିଥିଲା। ସେମାନେ ଆଗକୁ ଯାଇପାରୁନଥିଲେ କିମ୍ବା ପଛକୁ ହଟି ପାରିବେ ନାହିଁ। 할 수도 없고 ମୋଶା ଏବଂ ଇସ୍ରାଏଲୀୟମାନେ ଏକ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। 양쪽이 다 ଏପରି ଅନୁଭବ ହେଲା ଯେ କୌଣସି ଉପାୟ ନାହିଁ। 모세와 ତଥାପି ପରମେଶ୍ୱରଙ୍କ ଦୃଷ୍ଟିକୋଣରୁ କ'ଣ ଏହି ମାର୍ଗ ପ୍ରକୃତରେ କଷ୍ଟସାଧ୍ୟ ଥିଲା କି? କଦାପି ନୁହେଁ। 결단코 어려운 어떤 ଇସ୍ରାଏଲର ଦୃଷ୍ଟିକୋଣରୁ ସମୁଦ୍ର ସେମାନଙ୍କ ସମ୍ମୁଖରେ ଏକ ପ୍ରତିବନ୍ଧକ ଥିଲା 볼 때는 바다가 ଏବଂ ମିଶରର ସୈନ୍ୟମାନେ ସେମାନଙ୍କୁ ଗୋଡ଼ଉଥିଲେ। ତେଣୁକରି ସେମାନେ ଭାବିଲେ, 잡혔다 하면 이제 ଯଦି ଧରା ପଡ଼ିଯାଉ ତେବେ ଆମ୍ଭେମାନେ ପୂର୍ବ ଅପେକ୍ଷା ଅଧିକ ଯନ୍ତ୍ରଣା ଭୋଗିବା। 이런 상황이 올 것이다는 ତଥାପି ଯେଉଁମାନେ ରାଜାଙ୍କ ମାର୍ଗରେ ଚାଲନ୍ତି ସେମାନେ ପରମେଶ୍ୱରଙ୍କ ଦୃଷ୍ଟିରେ ଦେଖିପାରିବେ। 왕의 길을 걷는 사람 ଏପରି ଏକ ନିରାଶଜନକ ପରିସ୍ଥିତିରେ ପରମେଶ୍ୱର ତାହାଙ୍କ ମାର୍ଗ ଖୋଲିଲେ। 하나님께서는 କ'ଣ ସେ ସମୁଦ୍ରକୁ ଶୁଷ୍କ ଭୂମିରେ ପରିଣତ କରିନାହାନ୍ତି କି? 바다가 더 이상의 바다가 아닌 ଏହିପରି ଭାବରେ ଅସମ୍ଭବ ମନେ ହେଉଥିବା ପରିସ୍ଥିତିରେ ମଧ୍ୟ ପରମେଶ୍ୱର ସର୍ବଦା ସୁଗମ ଭାବରେ ମାର୍ଗ ପ୍ରଶସ୍ତ କରିଥିଲେ। 곤란 ସେହି ସମସ୍ତଙ୍କୁ ଯେଉଁମାନେ ତାହାଙ୍କ ଉପରେ ବିଶ୍ୱାସ କରନ୍ତି 것이라고 여겼던 그 ଗୌରବମୟ କାର୍ଯ୍ୟକୁ ଦେଖାଇବା ନିମନ୍ତେ ଅନୁମତି ଦେଲେ। 길을 열어주시고 ଯେଉଁମାନେ ରାଜାଙ୍କ ମାର୍ଗରେ ଚାଲନ୍ତି ସେମାନଙ୍କ ପାଖରେ ରାଜାଙ୍କ ଦୃଷ୍ଟିକୋଣ ହେବା ଉଚିତ। 보게끔 만들어 주셨습니다. ଯେଉଁମାନେ ପରମେଶ୍ୱରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସ୍ୱର୍ଗର ଅନନ୍ତ ରାଜ୍ୟର ପବିତ୍ର ନଗରରେ ପ୍ରବେଶ କରିବାକୁ ଇଚ୍ଛା କରନ୍ତି, 하나님께서 예비하신 ଅର୍ଥାତ୍ ଯେଉଁମାନେ ନଗରକୁ ଖୋଜିବାର ଲକ୍ଷ୍ୟ ରଖନ୍ତି, 거룩한 성령 ସେମାନଙ୍କୁ ପରମେଶ୍ୱରଙ୍କ ଦୃଷ୍ଟିକୋଣ ରଖିବା ଉଚିତ, ମନୁଷ୍ୟର ଦୃଷ୍ଟିକୋଣ ନୁହେଁ। 하나님의 시선으로 그 성을 ଅନ୍ୟଥା ପରେ ସେମାନେ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଦିଗରେ ଯାଇପାରନ୍ତି। 시선을 가지고 절대 안 되겠습니다. ଆମ୍ଭମାନଙ୍କୁ ସେହିପରି ଅନୁସରଣ କରିବା ଉଚିତ ଯେପରି ପରମେଶ୍ୱର ଆମ୍ଭମାନଙ୍କୁ ମାର୍ଗଦର୍ଶନ କରନ୍ତି। 그러나 하나님께서 ଆମ୍ଭମାନଙ୍କୁ ସର୍ବଦା ତାହାଙ୍କର ଦୃଷ୍ଟିକୋଣ ରଖିବା ଉଚିତ ଏବଂ ଯେତେବେଳେ ସେ କୁହନ୍ତି ବାମକୁ ଯାଅ 하나님의 어떤 시선을 କିମ୍ବା ଡାହାଣକୁ ଯାଅ, ତେବେ ଆମ୍ଭମାନଙ୍କୁ ମନେ ରଖିବା ଉଚିତ ଯେ ତାହାଙ୍କ ବାକ୍ୟ ସର୍ବଦା ଉତ୍ତର ଅଟେ, 그 길만이 오직 ଯାହାଫଳରେ ସ୍ୱର୍ଗର ମାର୍ଗରେ କେହି ମଧ୍ୟ ପଛରେ ରହିବେ ନାହିଁ। 한 사람도 천국 가는 길에 ଅସୁବିଧାର ସମ୍ମୁଖୀନ ହେଉଥାଇ ମଧ୍ୟ ଯେଉଁମାନଙ୍କ ପାଖରେ ପରମେଶ୍ୱରଙ୍କ ଦୃଷ୍ଟିକୋଣ ରହିଛି ସେମାନେ ଅଭିଯୋଗ କରନ୍ତି ନାହିଁ। 가진 사람들은 କିନ୍ତୁ ସେମାନଙ୍କ ବିଷୟରେ କ'ଣ? ଯେଉଁମାନଙ୍କ ପାଖରେ ମାନବିକ ଦୃଷ୍ଟିକୋଣ ଅଛି ସେମାନେ ଅଭିଯୋଗ କରନ୍ତି, 원망하고 불평하기 시작했습니다. ତୁମ୍ଭେ ଆମକୁ ମିଶରରେ କାହିଁକି ଛାଡ଼ିଦେଲ ନାହିଁ? 내버려 놓지 ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ମିଶରରୁ ଜଙ୍ଗଲରେ ମରିବାକୁ ଆଣିଲ? 게 만드느냐? ପରମେଶ୍ୱର ଏପରି ଲୋକମାନଙ୍କ ସହିତ କ'ଣ କଲେ? 그런 사람들은 ସେ କହିଲେ, ତୁମ୍ଭେ ପବିତ୍ର ନଗରରେ ପ୍ରବେଶ କରିବାକୁ ଯୋଗ୍ୟ ନୁହଁ। 들어갈 자격이 없다 해서 ଜଙ୍ଗଲରେ ସେମାନଙ୍କର 40 ବର୍ଷ ମଧ୍ୟରେ ସେମାନେ ସମସ୍ତେ ନଷ୍ଟ ହୋଇଗଲେ। 저들은 어떤 이유에서든 ଆଜି ଆସନ୍ତୁ ଆମ୍ଭେମାନେ ଏହି ଇତିହାସ ଉପରେ ବିଚାର କରିବା ଯାହା ଏକ ଛାଇ ଭାବରେ କାର୍ଯ୍ୟ କରେ। 역사를 ଆମ୍ଭେମାନେ ନିଜ ଦୃଷ୍ଟିକୋଣରୁ ରାଜାଙ୍କ ମାର୍ଗରେ ଚାଲିବା ଉଚିତ ନୁହେଁ। 왕의 길, 이 길은 ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଦୃଷ୍ଟିକୋଣ ରଖିବା ଉଚିତ ଏବଂ ପରମେଶ୍ୱରଙ୍କ ନିର୍ଦ୍ଦେଶକୁ ବୁଝିବା ଉଚିତ। 방향과
하나님의 뜻이 ଏପରି କରିବା ଦ୍ୱାରା ଆମ୍ଭେମାନେ ପରମେଶ୍ୱରଙ୍କ ଇଚ୍ଛାକୁ ପାଳନ କରିପାରିବା ଏବଂ ସେ ଯେଉଁଠାରେ ମଧ୍ୟ ଆମମାନଙ୍କୁ ନେଇଯାଆନ୍ତି ସେଠାକୁ ଅନୁସରଣ କରିପାରିବା। 할 수 있는 우리가 되어야 되겠습니다. ଏହାର ଆହୁରି ମଧ୍ୟ ଅନେକ ଉଦାହରଣ ଅଛି ଯେଉଁଥିରେ ଗିଦିଓନର ଇତିହାସ ଏବଂ ଜିରିହକୁ ବିନାଶ କରିବା ଅଟେ। 또 여리고성 정복의 역사 ଯଦି ଆମ୍ଭେମାନେ ସେମାନଙ୍କୁ ମାନବ ଦୃଷ୍ଟିକୋଣରୁ ଦେଖିବା ତେବେ ସବୁକିଛିର କୌଣସି ଅର୍ଥ ନାହିଁ। 모두가 다 이해가 되지 않습니다. ଗିଦିଓନଙ୍କୁ କେବଳ 32,000 ସୈନିକଙ୍କ ସହିତ 1,35,000 ମିଦିଓନୀୟ ସୈନ୍ୟ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଡ଼ିଲା। 그런 어떤 병력을 କିନ୍ତୁ ପରମେଶ୍ୱର ତାହାଙ୍କୁ ଏହି ସଂଖ୍ୟା ହ୍ରାସ କରିବାକୁ ନିର୍ଦ୍ଦେଶ ଦେବା ଜାରି ରଖିଥିଲେ। 자꾸 수를 많다고 줄이라. ମନୁଷ୍ୟର ତୁଳନାରେ ପରମେଶ୍ୱରଙ୍କ ଦୃଷ୍ଟିକୋଣ କ'ଣ ଅଟେ? 시선이 어떻습니까? ଏହା ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଅଟେ। 다르죠. ସେ କେବଳ 300 ପୁରୁଷଙ୍କ ସହ 1,35,000ଙ୍କୁ ପରାସ୍ତ କରିଥିଲେ। 물러나게 하고 격퇴시 ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଯାହା ଆଜି ରାଜାଙ୍କ ମାର୍ଗରେ ଚାଲୁଥିବା ସମୟରେ 오늘날 ସ୍ୱର୍ଗୀୟ ରାଜପୁରୋହିତ ଯାଜକମାନଙ୍କୁ ସେମାନଙ୍କ ହୃଦୟରେ ସର୍ବଦା ରଖିବା ଉଚିତ। 해야 될 중요한 어떤 부분 중에 한 부분. ଜିରିହକୁ ପରାସ୍ତ କରିବା ବିଷୟରେ କ'ଣ? 여리고성 정복이 또 어떻습니까? ଆକ୍ରମଣ ହେବା ଆବଶ୍ୟକ ଥିଲା, କିନ୍ତୁ ପରମେଶ୍ୱର କହିଲେ ପ୍ରତିଦିନ ଜିରିହ ଚାରିପାଖରେ ଭ୍ରମଣ କର। କ'ଣ ତାହାଙ୍କର ଦୃଷ୍ଟିକୋଣର କିଛି ଅର୍ଥ ଥିଲା କି? 이해가 됩니까? ଆମ୍ଭେମାନେ ଏହାର ଚତୁର୍ଦିଗରେ ବୁଲିବା ଦ୍ୱାରା କିପରି ଯୁଦ୍ଧରେ ଜିତିପାରିବା? କ'ଣ ଆମ୍ଭେମାନେ ଜିରିହକୁ ପରାସ୍ତ କରିପାରିବା କି? ଏଥିରେ କେତେ ସମୟ ଲାଗିବ? 뭔가 지혜를 짜고 ଏପରି ମନେ ହେଉଥିଲା ଯେ ଯେପରି ପରାମର୍ଶଦାତାମାନେ ରଣନୀତି ପ୍ରସ୍ତୁତ କରିବା ଉଚିତ, ବୋଧହୁଏ ଭିତରକୁ ପ୍ରବେଶ କରିବା ପାଇଁ ସୁଡ଼ଙ୍ଗ ଖୋଳିବା ଉଚିତ। 뭔가 방법을 ତଥାପି ପରମେଶ୍ୱର କହିଲେ ଏହାର ଚାରିପାଖରେ ଭ୍ରମଣ କର। 이 시선 ଏପରି ବହୁତ ଜିନିଷ ଥିଲା ଯାହା ସେମାନେ ବୁଝିପାରିଲେ ନାହିଁ। ତଥାପି ତାହା ରାଜାଙ୍କର ମାର୍ଗ ଥିଲା। କେବଳ ସେହି ଲୋକମାନେ ଯେଉଁମାନେ ସେହି ମାର୍ଗରେ ଚାଲନ୍ତି ସ୍ୱର୍ଗରେ ରାଜପୁରୋହିତ ଯାଜକ ହୋଇପାରିବେ। ହଁ ନା? 것 아니겠습니까? ଆଜି ଆସନ୍ତୁ ଆମ୍ଭେମାନେ ପୁଣି ଥରେ ଆମ୍ଭମାନଙ୍କ ହୃଦୟରେ ଏହି ବିଷୟକୁ ଗଭୀର ଭାବେ ଖୋଦିତ କରିବା 어디로 ଯେ କାହିଁକି ଆମ୍ଭମାନଙ୍କୁ ମେଷଶାବକଙ୍କୁ ଅନୁସରଣ କରିବା ଉଚିତ, ଯଦିଓ ଯେଉଁଠାରେ ମଧ୍ୟ ସେ ଆମ୍ଭମାନଙ୍କୁ ନେଇଯାଆନ୍ତି। 성경에서 ଯେଉଁମାନେ ରାଜାଙ୍କ ମାର୍ଗରେ ଚାଲିବେ ସେମାନଙ୍କ ପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ବାଇବଲ ମାଧ୍ୟମରେ ଶିକ୍ଷା ମଧ୍ୟରେ ଦିଅନ୍ତି। 하나님 시선 ପରମେଶ୍ୱରଙ୍କ ଦୃଷ୍ଟିକୋଣରୁ ସେ ସେହି ମାର୍ଗକୁ କିପରି ଦେଖିଲେ? 내 입장에서는 ଆମ୍ଭମାନଙ୍କର ଦୃଷ୍ଟିକୋଣରୁ ଆମ୍ଭେମାନେ ଚିନ୍ତା କଲୁ ଯେ ଆମ୍ଭେମାନେ ସବୁକିଛି ସଠିକ୍ ଭାବରେ କରୁଅଛୁ, କିନ୍ତୁ ପରମେଶ୍ୱରଙ୍କ ଦୃଷ୍ଟିକୋଣରେ ଆମ୍ଭେମାନେ ବିପରୀତ ଦିଗକୁ ଯାଉଛୁ। 하나님 시선으로 ପରମେଶ୍ୱରଙ୍କ ଦୃଷ୍ଟିକୋଣ ନ ହେବାର ଏକ ପ୍ରମୁଖ ଭୁଲ ଥିଲା। 자리였고 잘못이었습니다. ଆମ୍ଭେମାନେ ଯେଉଁ ମାର୍ଗରେ ଚାଲୁଅଛୁ ତାହା କୌଣସି ସରଳ ମାର୍ଗ ନୁହେଁ। 이게 아닙니다. ଏହି ମାର୍ଗ କ'ଣ ଅଟେ? 이 길은 모두가 다 ଏହା ରାଜାଙ୍କର ମାର୍ଗ ଅଟେ। ଏହାକୁ ସ୍ମରଣ ରଖୁଥାଇ ଆସନ୍ତୁ ଆମ୍ଭେମାନେ ସ୍ୱର୍ଗ ରାଜ୍ୟର ସେହି ଗୌରବରେ ସହଭାଗୀ ହେବା ଯାହା ଚିରକାଳ ନିମନ୍ତେ ସ୍ଥାୟୀ ରହିବ। 진실로 영원하고 영원하고 ଏହା ଆଶା କରୁଥାଏ ଯେ ସମସ୍ତେ ଏହି ଗୌରବରେ ଯୋଗ ଦେବେ। ମୁଁ ଉପଦେଶକୁ ସମାପ୍ତ କରିବାକୁ ଚାହୁଁଅଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। 감사합니다.